ଭାରତବର୍ଷରେ ଓଡ଼ିଶା ପଶ୍ଚିମବଙ୍ଗ ଏ ଦୃଷ୍ଟିରୁ ଏକ ଭିନ୍ନ। ଆଉ ଓଡ଼ିଶାରେ ଆଉ ଗୋଟେ ସେଇଥିପାଇଁ ହେଲା 12 ମାସରେ 13 ପର୍ବ। କର୍ମାଭ୍ୟାସ, ଖାଦ୍ୟାଭ୍ୟାସ, ଈଶ୍ୱର ବିଶ୍ୱାସ, ସାମାଜିକ ଚଳଣି ଇଏ ହେଉଛି ଦେଶରେ କେବଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର। ଓଡ଼ିଶା ସହିତ କିଛି ପରିମାଣରେ ସାମଞ୍ଜସ୍ୟ ଅଛି ପଶ୍ଚିମବଙ୍ଗଳା। ସାରା ଭାରତବର୍ଷରେ ଓଡ଼ିଶା ପଶ୍ଚିମବଙ୍ଗ ଏ ଦୃଷ୍ଟିରୁ ଏକ ଭିନ୍ନ। ଆଉ ଓଡ଼ିଶାରେ ଆଉ ଗୋଟେ ସେଇଥିପାଇଁ ହେଲା 12 ମାସରେ 13 ପର୍ବ। ଓଡ଼ିଶାବାସୀଙ୍କର ବୃତ୍ତି ହେଉଛି କୃଷି, ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। এই ଜଗନ୍ନାଥ ସଂସ୍କୃତିରେ ଚାଷୀମାନେ ଅନାଦି କାଳରୁ ଯେତେବେଳେ ଆଦିବାସୀମାନେ ଚାଷୀ ଆରମ୍ଭ କଲେ, ଧାନ ଚାଷର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତ ଆଦିବାସୀମାନେ ଯେତେବେଳେ କୋରାପୁଟ ନବରଙ୍ଗପୁର ଅଞ୍ଚଳରେ ଜଙ୍ଗଲରୁ ଧାନ ଗଛକୁ ପାଇଲେ ଏବଂ ତାକୁ ବଢ଼ିକି ଦେଖିଲେ ସୁସ୍ୱାଦୁ ଲାଗୁଛି, ସେଇଦିନୁ ଚାଷ ହେଲା ପୁଣି ଚାଷ। ତେଣୁ କୁହାଯାଏ ଧାନର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତେଣୁ ଏତେ ଜନ୍ମସ୍ଥାନ ଓଡ଼ିଶା ଏବଂ ସେମାନେ ନିଜ ଅନୁଭବରୁ ଚାହିଁଲେ ଯେ କେବେ ଧାନ ବୁଣିଲେ ଭଲ ହେବ। ଖରା ଟିକେ ହଳ କଲେ, ଅକ୍ଷୟ ତୃତୀୟା ଦିନକୁ ସ୍ଥିର କଲେ ସେଇଦିନ ମୁଠି ଜାଣିବେ, ଅର୍ଥାତ୍ ସେଇଦିନ ବିହନ ବୁଣିବେ। ସେଦିନ ଅକ୍ଷୟ ତୃତୀୟା ଦିନ ସକାଳୁ ଲଙ୍ଗଳ ନେଇକି ବିଲକୁ ଯାଆନ୍ତି, ହଳ କରନ୍ତି, ଖରା ବେଳକୁ ଫେରନ୍ତି, ଗାଧେଇକିରି ପଖାଳ ଖାଆନ୍ତି। ତାପରେ ଉପର ବେଳାକୁ କାନ୍ଧରେ ପ୍ରାଣୀ ପକାଇ ଯାଆନ୍ତି ଜଙ୍ଗଲକୁ। କାହିଁକି ନା କେଉଁଠି ଫାଶୀ କାଠ ଅଛି, ସେ କାଠ କାଢ଼ି ଆଣିଲେ ଜଗନ୍ନାଥଙ୍କର ରଥ ତିଆରି ହେବ। ତେଣୁ ଅକ୍ଷୟ ତୃତୀୟା ଦିନ ମୁଠି କରନ୍ତି ଧାନ ବୁଣା ହୁଏ। ସେଇଦିନ ଜଙ୍ଗଲରୁ ଜଗନ୍ନାଥଙ୍କ ରଥ କାଠ ଆସେ। ଇଏ ସିଗ୍ନିଫିକାନ୍ସ ଅନ୍ୟ କେଉଁ ଜାଗାରେ ନାହିଁ। ରଥ ତିଆରି ହୁଏ ଏବଂ ସେଇ ଅକ୍ଷୟ ତୃତୀୟା ଗଲା ପରେ ଆସେ ପଣା ସଂକ୍ରାନ୍ତି। ପଣା ସଂକ୍ରାନ୍ତି ପରେ ଆସେ ରଜ ବେଳେ ଝିଅମାନେ ଗୀତ ଗାଆନ୍ତି, ବର୍ଷକେ ଥରେ ଆସିଛି ରଜନ ଚାଲୁ ହବା ସଜବାଜ। ବୋଉମାନେ ଡାକନ୍ତି ମନସ୍ତେ ଡାକିଲା ଗଜ, କେଉଁ ରାଇଜରୁ ଆସୁଛି ରଜନ ଚାଲୁ ବାଇତ ବୋଝା ବୋଝ। ତାମାନେ ଇନ୍ଦ୍ର ଦେବତା ଖରାଟିଆ ଚାଷ ହେଇଛି, ଧାନ ଗଛ ଖରାଟିଆ ବର୍ଷରେ ଟିକେ ଟିକେ ଗଜା ହେଇଯାଇଛି। ସେଥିପାଇଁ ରଜ ଆସିଲା ବେଳେ ସବୁ ଭାତୃମାନେ ଡାକନ୍ତି କେଉଁ ରାଇଜରୁ ଆସିବ ରାଜନ ତେଲି ବାଇତ ବୋଝା। ସେ ରାଜା କିଏ ନା ଇନ୍ଦ୍ର ଦେବତା। ପୂଜା କରିଦେଇ ରଜ ପାଳନ୍ତି ଏବଂ ଭୂମି ପୂଜା ହୁଏ। ବର୍ଷା ହେଇଯାଏ, ବର୍ଷା ହେଲେ ଧାନ ଗଛ ବଢ଼ିଯାଏ।